ପ୍ରାକୃତିକ ଝଡ଼ଟିଏ ଯେମିତି ପ୍ରକୃତିର ଅପୂରଣୀୟ କ୍ଷତି ସାଧନ କରିଥାଏ, ଠିକ୍ ସେମିତି ଜୀବନରେ ଝଡ଼ ଆସିଲେ ନିୟମିତ ଜୀବନକୁ ପୁରା ଓଲଟ ପାଲଟ କରିଦିଏ। ସେ ଝଡ଼ରେ ହେଉଥିବା କ୍ଷତି ପୂରଣ ହେବା ଅସମ୍ଭବ। ସେମିତି ଗୋଟିଏ ଗଳ୍ପ ମୋର ଜୀବନ ଝଡ଼। ମୁଁ ଫାର୍ମାସି ପାଠ ପୁରା କରିବା ପରେ କଟକରେ ଗୋଟିଏ ହସ୍ପିଟାଲରେ 10,000 ଟଙ୍କାରେ କାମରେ ଯୋଗ ଦେଲି। ଯେଉଁଠି ରହିଲି ସେ ମୋର ସାଙ୍ଗର ସାଙ୍ଗଙ୍କ ଘର ଥିଲା। ତାଙ୍କର କେବଳ ଭଡ଼ା ଦେବା ଉଦ୍ଦେଶ୍ୟରେ ହିଁ ଘର ତିଆରି କରିଥିଲେ। ଉପର ମହଲାରେ ଗୋଟିଏ ପରିବାର 3ଟି ରୁମ୍ ନେଇଯାଇଥିଲେ। ଆଉ ଗୋଟିଏ ବଖରା ବଳିଥିଲା। ଯେଉଁ ବଖରାଟାରେ ମୁଁ ରହିଲି ସେଥିରେ କେବଳ ପାଇଖାନା ଓ ଗାଧୁଆଘର ସୁବିଧା ଥିଲା। ରୋଷେଇ ଘରର ସୁବିଧା ନଥିଲା। ତେଣୁକରି ମୁଁ ଯେଉଁ ବଖରାରେ ରହିଲି ସେଇ ବଖରାରେ ଗ୍ୟାସ୍ ଚୁଲା ରଖି ରୋଷେଇ କରିଦେଉଥିଲି। ଏକା ଥିଲି ତ ଚଳି ଯାଉଥିଲା। ମୋ ପଡ଼ୋଶୀ ଭଲ ଲୋକ ଥିଲେ। କିଛି ଦିନ ରହିବା ପରେ ଅବିନାଶ ଭାଇ, ମିତା ଭାଉଜ ଓ ତାଙ୍କ ପୁଅ ବାବୁନ ମୋ ସହ ପୁରା ମିଶି ଯାଇଥିଲେ। ବାବୁନ ତ ପ୍ରାୟ ମୋ ପାଖରେ ରହେ। ମିତା ଭାଉଜଙ୍କ ପାଇଁ ମୋତେ ମାସରେ 25 ଦିନ ରୋଷେଇ କରିବାକୁ ପଡ଼େନି। ଆଜି ଏଇଟା କାଲି ସେଇଟା କହି ଖାଇବାକୁ ଦେଇ ଦିଅନ୍ତି। ମିତା ଭାଉଜଙ୍କର ଏହି ଦ୍ୱିତୀୟ ପିଲା ହେବା ସମୟରେ ତାଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା। ଅବିନାଶ ଭାଇ ତାଙ୍କ ଘରର ସବୁ କାମ କରିଦିଅନ୍ତି। ମୁଁ ତାଙ୍କରି ଘରେ ହିଁ ଯାଇ ରୋଷେଇ କରେ, ଆଉ ଆମେ ସମସ୍ତେ ମିଶି ଖାଇଦେଉ। ମୋ ହସ୍ପିଟାଲଟା ପାଖରେ ଥିଲା ସେହେତୁ ମୁଁ ମଝିରେ ମଝିରେ ଆସି ଭାଉଜଙ୍କୁ ଦେଖିଦେଇ ଯାଏ। ଦିନରେ ଅବିନାଶ ଭାଇ ଘରେ ନଥାନ୍ତି। ତାଙ୍କର ମାର୍କେଟିଂ କାମ। ତାଙ୍କ ପୁଅ ବି ସ୍କୁଲ ପଳେଇ ଯାଇଥାଏ। ତେଣୁ ମୁଁ ଯାଇ ଦେଖିଦେଇ ଆସେ। ଏମିତି ସେ ମୋର କିଛି ବି ନୁହନ୍ତି, କିନ୍ତୁ ଗୋଟିଏ ଗଭୀର ସମ୍ପର୍କ ଗଢ଼ି ଉଠିଥିଲା ତାଙ୍କ ମୋ ଭିତରେ। ଏକ ତ ହସ୍ପିଟାଲ ପାଖରେ ମୋର ସ୍କୁଟି ଥିଲା, ସେଥିପାଇଁ ସେମିତି କିଛି କଷ୍ଟ ହେଉନଥିଲା। ତାଙ୍କର ଝିଅ ହେବା ପରେ ତାଙ୍କ ବାପା ବୋଉ ଆସିଥିଲେ, ତାଙ୍କ ସହ ଭାଉଜଙ୍କୁ ନେଇଗଲେ। ଗଲାବେଳେ ମିତା ଭାଉଜ କହିଦେଇ ଗଲେ କି ରାତି ସମୟଟା ଅବିନାଶ ଭାଇଙ୍କୁ ଖାଇବାକୁ ଦେବାକୁ। ସକାଳୁ ମୁଁ ହସ୍ପିଟାଲ ଯିବା ବେଳକୁ ସେ ଉଠି ନଥାନ୍ତି। ରାତି ଖାଇବାଟା ତେଣୁ କରି ଖାଆନ୍ତି। କିନ୍ତୁ ରବିବାର ଦିନ ମୋର ପୁରା ଛୁଟି, ତାଙ୍କର ପ୍ରଥମ ହାଫ୍ଟା ଛୁଟି। ତେଣୁ ପ୍ରାୟତଃ ତାଙ୍କରି କିଛି ନା ଚିକେନ କରି ଖାଉ। କେଜାଣି କେମିତି ମୁଁ ତାଙ୍କ ପ୍ରତି ଆକର୍ଷିତ ହୋଇପଡ଼ିଲି। ଆଉ ସେ ବି। କାରଣଟା କ'ଣ କିନ୍ତୁ କିଛି ବୁଝି ହେଲାନି। ସେ ଲୋକ ମନ୍ଦ ନୁହନ୍ତି କି ମୁଁ ବି ସେମିତି ଚରିତ୍ରର ନୁହେଁ। କିନ୍ତୁ ଗୋଟିଏ ଆକର୍ଷଣର ଭୁଲ ସମ୍ପର୍କ ଧୀରେ ଧୀରେ ଗଢ଼ି ଉଠୁଥିଲା। ବୋଧହୁଏ ଆମେ ଦୁହେଁ ଏକା ଥିଲୁ ସେଇଥିପାଇଁ। ନିଜକୁ ଯେତେ ବ୍ୟସ୍ତ ରଖୁଥିଲି ସେ ସେତେ ବେଶୀ ମନେ ପଡ଼ୁଥିଲେ। ଏମିତିକି 2-4 ଦିନ ଛୁଟି ନେଇ ଗାଁକୁ ଚାଲି ଆସିଲି। ଗାଁକୁ ଆସିବା ପରେ 2-4 ଦିନ ବଦଳରେ ସପ୍ତାହେ ରହିଗଲି। କିନ୍ତୁ ମୁଁ ଏଠି ବି ତାଙ୍କରି ଭାବନାର ଅଣନିଶ୍ୱାସ ହୋଇପଡ଼ିଲି। 24 ବର୍ଷରେ ପ୍ରେମ ହେବା ଆଶ୍ଚର୍ଯ୍ୟ କଥା ନୁହେଁ, କିନ୍ତୁ ଭୁଲ ଲୋକକୁ ହେବା ଓ ସବୁ ବୁଝିବା ପରେ ବି ନିଜକୁ ବୁଝେଇ ନ ପାରିବା ହେଉଛି ଆଶ୍ଚର୍ଯ୍ୟ କଥା। ମିତା ଭାଉଜଙ୍କୁ ସବୁବେଳେ ଫୋନ କରି ପଚାରେ କେବେ ଆସିବ। ସେ କହନ୍ତି ସିଜରିଆନ୍ ହୋଇଛି, ପେନ୍ ବି କମିନି, କିଛି ଦିନ ଯାଉ ରହିଯିବି। ତୁ କାହିଁକି ବାରମ୍ବାର ପଚାରୁଛୁ? କ'ଣ ଅବିନାଶକୁ ଖାଇବାକୁ ଦେଇ ଦେଇ ବ୍ୟସ୍ତ ହୋଇଗଲୁଣି କି? କହିଲି ଛି, ସେ କି କଥା କହିଲ? ଆକ୍ଚୁଆଲି ବାବୁନ ଆଉ ତମ ଝିଅ କଥା ମନେ ପଡ଼ୁଛି ତ, ସେଇଥିପାଇଁ ପଚାରୁଥିଲି। ବାବୁନ ସବୁବେଳେ ମୋ ପାଖରେ ଥାଏ, ତ ସେ ମୋର ମନେ ପଡ଼ୁଛି, ଆଉ ସେଥିପାଇଁ ପଚାରୁଛି। ମିତା ଭାଉଜ କହିଲେ, ହଁ ସେ ବି ଏଠି ସବୁବେଳେ ଆଣ୍ଟି ଆଣ୍ଟି ହେଉଛି, କିନ୍ତୁ କିଛି ଦିନ ଯାଉ ମୁଁ ଯିବି। ଆଉ 8-15 ଦିନ ଭିତରେ ପଳେଇବି ବୋଲି ଭାବୁଛି। ହଉ ତୁ ଏବେ ଫୋନ ରଖ। ମୁଁ କିନ୍ତୁ ମୋ ନିଜକୁ ବୁଝେଇ ପାରୁନି। ଏଇଟା କି ରୋଗ କେଜାଣି? ଅବଶ୍ୟ ଅବିନାଶ ଭାଇ ମୋ ପାଖରୁ ଯଥେଷ୍ଟ ଦୂରତା ବଜାୟ ରଖନ୍ତି। ଏମିତି ବାଜେ ଚିନ୍ତାରେ ମୋ ଦେହ ଖରାପ ହୋଇଗଲା। ଘରେ ଶୋଇଛି। ଅବିନାଶ ଭାଇ ପାଉଁରୁଟି ଓ କ୍ଷୀର ଧରି ମୋ ପାଖରେ ପହଞ୍ଚିଗଲେ। କହିଲେ ମିତାର ଅର୍ଡ଼ର ନିଅ, ଏ ଖାଇବା ନିଅ। ତମେ କ'ଣ ମେଡ଼ିସିନ ଖାଇଛ? ମୁଁ ମୁଣ୍ଡ ହଲେଇ ନାହିଁ କରିଲି। ସେ ତାଙ୍କ ଘରକୁ ଗଲେ, ମୋ ପାଇଁ ମେଡ଼ିସିନ ଧରି ଆସିଲେ। ଯାହା ଯୋଗୁଁ ମୋତେ ଜ୍ୱର ହୋଇଛି ସେହି ଔଷଧ ଧରି ଠିଆ ହୋଇଛି। କ'ଣ କରିବି? କହିଲି ରଖିଦେଇ ଯାଅ, ମୁଁ ଖାଇବି। ସେ କିଛି କହିଲେ ନାହିଁ, କିନ୍ତୁ ମୋତେ ଉଠେଇ ବସେଇ ଦେଇ ଖୁଆଇଦେଲେ, ଆଉ ଔଷଧ ଖୋଲି ଧରି ମୋ ପାଖରେ ବସିଗଲେ। ମୁଁ ବୁଝିପାରିଲି ନାହିଁ ଏ ପରିସ୍ଥିତିକୁ କେମିତି ହାତରେ ଧରିବା କଥା। ଏତେ ଅସହାୟ ଅନୁଭବ କରୁଥିଲି ଯେମିତି ମୁଁ ମରିଯିବି। ଅଣନିଶ୍ୱାସ ହୋଇଯାଉଥିଲି। ତାଙ୍କୁ କିସ୍ କରିବାକୁ ମୁଁ ବାଧ୍ୟ ଥିଲି। ତାଙ୍କୁ କିସ୍ କରି ତାଙ୍କ ଛାତିରେ ଲୋଟି ପଡ଼ିଲି। ତାଙ୍କ ଭିତରେ ମୁଁ ନିଜକୁ ହଜାଇଦେଲି। ଦୀର୍ଘ ସମୟ ପରେ ନିଜର ଶୋଷ ମେଣ୍ଟିବା ପରେ ବୁଝିଲି ମୁଁ ଠିକ୍ କରିନି। ଅନ୍ୟକୁ ଛାଡ଼, ନିଜକୁ କେମିତି ମୁହଁ ଦେଖାଇବି ସେତିକି ବି ଭାବି ପାରୁନଥିଲି। ଅବିନାଶ ଭାଇଙ୍କୁ ଘରୁ ଠେଲି ବାହାର କରିଦେଲି। ନିଜର ବ୍ୟାଗ୍ ସଜାଡ଼ି ଦେହ ଅସୁସ୍ଥର ବାହାନା ହସ୍ପିଟାଲରେ ରଖି ଗାଁକୁ ଚାଲି ଆସିଲି।
ଭୟରେ ନିଜ ସିମ୍ ବି ବଦଳେଇ ଦେଲି। କାରଣ ମୋର ମିତା ଭାଉଜଙ୍କ ସହ କଥା ହେବା ପାଇଁ ସାହସ ନଥିଲା। ଏମିତି ଝଡ଼କୁ ସାମ୍ନା କରିବାର କ୍ଷମତା ମୋ ପାଖରେ ନଥିଲା। ରହୁଛି। ଗଳ୍ପଟି ଭଲ ଲାଗିଲେ ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।